ପାଠଶାଳାରେ ଚାଲିଗଲା ମାମାର ଜୀବନ। 10 ଦିନ ତଳେ ହାତୀ ରାମୁର ମୃତ୍ୟୁ ହୋଇଥିବା ବେଳେ ବୁଧବାର ଦିନ ମାମା ହାତୀର ଅଚାନକ ମୃତ୍ୟୁ ହୋଇଛି। ଏହି ଘଟଣା ପରେ ବନ ବିଭାଗର ଚିନ୍ତା ବଢ଼ିଯାଇଛି। ଚନ୍ଦକା ଡମ୍ପଡ଼ା ଅଭୟାରଣ୍ୟର କୁମାରଖୁଣ୍ଟିରେ ଥିବା ହାତୀ ପାଠଶାଳାରେ 7.5 ବର୍ଷର ମାଇ ମାମା ହାତୀ ମରି ପଡ଼ିଥିବାର ଆଜି ସକାଳେ କର୍ମଚାରୀମାନେ ଦେଖିବାକୁ ପାଇଛନ୍ତି। ତେବେ ମୃତ୍ୟୁର କାରଣ ଜଣାପଡ଼ି ନଥିବା ବେଳେ ହର୍ପିସ୍ ଭୂତାଣୁ ଯୋଗୁଁ ମୃତ୍ୟୁବରଣ କରୁଥିବାର ନେଇ ସନ୍ଦେହ କରିଛି ବନ ବିଭାଗ। ଗତ 2 ତାରିଖରେ ଚନ୍ଦକା ଡମ୍ପଡ଼ା ଅଭୟାରଣ୍ୟ କର୍ତ୍ତୃପକ୍ଷ ହାତୀ ମାମାର ସ୍ୱାବ୍ ଟେଷ୍ଟ ପାଇଁ OUATକୁ ସାମ୍ପଲ ପଠାଇଥିଲେ। ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି DFO ଶରତ ଚନ୍ଦ୍ର ବେହେରା କହିଛନ୍ତି। ମାମାର ମୃତ୍ୟୁ ପରେ କୁମାରଖୁଣ୍ଟି ହାତୀ ପାଠଶାଳାରେ ହାତୀ ସଂଖ୍ୟା ହ୍ରାସ ପାଇ 4ରେ ପହଞ୍ଚିଛି। ସେଥିମଧ୍ୟରେ ପାଠଶାଳାରେ ଥିବା ଆଉ 3 ହାତୀ ମଧ୍ୟ ହାର୍ପିସ୍ରେ ଆକ୍ରାନ୍ତ ହୋଇ ଚିକିତ୍ସା ଚାଲିଥିବାର ନେଇ ଚନ୍ଦକା DFO ବେହେରା କହିଛନ୍ତି। ଅନ୍ୟପଟେ ନନ୍ଦନକାନନରେ ଥିବାବେଳେ ହାତୀ ମାମା ମାହୁତମାନଙ୍କ ବୋଲ ମାନିବା ସହ ପର୍ଯ୍ୟଟକମାନଙ୍କର ମନୋରଞ୍ଜନ ପାଇଁ ଫୁଟବଲ ଖେଳି ବେଶ୍ ଚର୍ଚ୍ଚାରେ ରହିଥିଲା। 2017 ନଭେମ୍ବର 3 ତାରିଖରେ ମା ଛେଉଣ୍ଡ ମାମାକୁ ଉଦ୍ଧାର କରାଯାଇ ଖୋର୍ଦ୍ଧା ବନଖଣ୍ଡର ରାମେଶ୍ୱରରୁ ନନ୍ଦନକାନନକୁ ଅଣାଯାଇଥିଲା। ସେତେବେଳେ ତାର ବୟସ 5 ମାସର ହୋଇଥିଲା। ଧୀରେ ଧୀରେ ଜନ୍ମ କଲା ମାକୁ ଭୁଲିଯାଇ ମାହୁନ୍ତମାନଙ୍କ ସ୍ନେହରେ ବାନ୍ଧି ହୋଇ ନନ୍ଦନକାନନରେ ବଢ଼ିବାରେ ଲାଗିଥିଲା। 7.5 ବର୍ଷ ବୟସରେ ଜଙ୍ଗଲରେ ଶିକାରୀମାନଙ୍କୁ ରୋକିବା ପାଇଁ ପ୍ରଶିକ୍ଷଣ ନେବା ନିମନ୍ତେ 2028 ମାର୍ଚ୍ଚ 8ରେ ଚନ୍ଦକା ଡମ୍ପଡ଼ା ଅଭୟାରଣ୍ୟର କୁମାରଖୁଣ୍ଟିକୁ ଆସି ହାତୀ ପାଠଶାଳାରେ ରହି ପାଠ ପଢ଼ିବା ଆରମ୍ଭ କରିଥିଲା। ସେଠାରେ ତାଲିମ ନେଇ ଜଙ୍ଗଲ ଜଗୁଆଳ କାର୍ଯ୍ୟ କରିବାର ଥିଲା, ହେଲେ ଆଜି ସବୁଦିନ ପାଇଁ ଆଖି ବୁଜି ଦେଇଥିଲା। ତେବେ 2021ରେ ଚନ୍ଦକା ଅଭୟାରଣ୍ୟ ଏକ ହାତୀ ରେସ୍କ୍ୟୁ ସେଣ୍ଟର ନିର୍ମାଣ କରାଯାଇଥିବା ବେଳେ ଜଣେ ବି ସ୍ଥାୟୀ ଡାକ୍ତର ଏଠାରେ ନଥିବାର ଜଣାପଡ଼ିଛି। ବ୍ୟୁରୋ ରିପୋର୍ଟ, ସତ୍ୟ ସନ୍ଧାନ।